प्रतिष्ठाय भूतले श्रीमते वेदांत स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभश्च कृपा सिन्धु भवेव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुखम करोति वाचालं पंगुलं हैतगिरिं यत्कृपातमहं वन्दे परमानंद माधवम। गुरुजनतारिणं श्री चैतन्य ईश्वरम। ତ ଆମମାନେ ଭଗବତ ଗୀତା ଦଶମ ଅଧ୍ୟାୟ ବିଭୂତି ଯୋଗ ଶ୍ରବଣ କରୁଛେ। ତ ପ୍ରଥମର 6ଟି ଶ୍ଲୋକରେ ଭଗବାନ ତାଙ୍କର ବିଭୂତି କହିବା ପରେ ସପ୍ତମ ଶ୍ଲୋକରେ କହିଲେ ଏତାଂ ବିଭୂତିଂ ଯୋଗଂ ଚ ମମ ଯୋ ବ୍ୟତୀତ ତତଃ ସ ଅବିକଳ୍ପେନ ଯୋଗେନ ବିଦ୍ୟତେ ନାତ୍ର ସଂଶୟଃ। ଯେ ତତ୍ତ୍ୱତଃ ମୋର ଏହି ବିଭୂତି ମାନେ ଐଶ୍ୱର୍ଯ୍ୟ ଯୋଗମ च ଯୋଗ ଶକ୍ତି କଥା ଜାଣେ। ସେ କଣ ଜାଣିଲେ କଣ କରିବ ନା ଅବିକଳ୍ପେନ, ମାନେ ଐକାନ୍ତିକ ଭାବରେ ବିଭେଦ ଭାବରେ ନାହିଁ, ଏକଦମ ଏକନିଷ୍ଠ ଭାବରେ ଅବିକଳ୍ପନ ଯୋଗନ ଯୁଜ୍ୟତେ ସେ ନିଯୁକ୍ତ ହବ, ଅର୍ଥାତ ଐକାନ୍ତିକ ଭକ୍ତି ଯୋଗ ମାର୍ଗରେ ନିଯୁକ୍ତ ହବ। ଏଥିରେ କୌଣସି ସନ୍ଦେହ ନାହିଁ। ତ ପୂର୍ବ ପୂର୍ବ ଶ୍ଲୋକରେ ଆମେ ଶୁଣିଲେ କିଭାବେ ସବୁ ବିଭିନ୍ନ ବିଷୟ ଭଗବାନ ଠାରୁ ସୃଷ୍ଟି ହେଇଛି, ଭଗବାନ କୃଷ୍ଣଙ୍କ ଠାରୁ। 8 ନମ୍ବର ଶ୍ଲୋକ କହୁଛନ୍ତି ଯେ ମୁଁ ଯାହା କହିଲି ଏଇତିକେ ନୁହଁ, ସବୁ କିଛି ଯାହା ତମେ ଦେଖୁଛ ଅହମ୍ ସର୍ବସ୍ୟ ପ୍ରଭବ ମତ୍ତସ୍ପୃହଂ ପ୍ରବର୍ତ୍ତତେ ଇତିମତ୍ତ ଭଜନ୍ତେ ମାଂ ବୁଦ୍ଧଭାବ ସମମ୍। ସର୍ବ ମାନେ କଣ ନା ଏ ଚିତ୍ ଜଗତ ଭୌତିକ ଜଗତ ଏ ସବୁ କିଛିର ପ୍ରଭବ ମାନେ ଜନ୍ମସ୍ଥାନ, ସମସ୍ତ ଚିତ୍ ଜଗତ ଭୌତିକ ଜଗତର ଉତ୍ପତ୍ତି ସ୍ଥଳ ହଉଛି ମୁଁ। ମତଃ ସର୍ବଂ ପ୍ରବର୍ତ୍ତତେ, ସମସ୍ତ ମୋ ଠାରୁ ଉତ୍ପତ୍ତି ହୋଇଛନ୍ତି। ଯୋଉ ପଣ୍ଡିତ ଗଣ ଏହା ଭଲ ଭାବରେ ଜାଣନ୍ତି ସେମାନେ ଭକ୍ତି ଯୋଗ ମାର୍ଗରେ ମୋର ସେବାରେ ରତ ରୁହନ୍ତି, ଭଜନ୍ତେ ମାଂ, ଏବଂ ପ୍ରେମ ଓ ଶ୍ରଦ୍ଧା ସହିତ ମୋର ପୂଜା କର। ବୁଦ୍ଧ ଭାବ ସମ୍ବନ୍ଧିତ ପଣ୍ଡିତ ମାନେ, ଯୋଉ ବିଦ୍ୱାନ ବ୍ୟକ୍ତି ଭଲ ଭାବରେ ବେଦ ଅଧ୍ୟୟନ କରିଛି, ଚୈତନ୍ୟ ମହାପ୍ରଭୁଙ୍କ ଭଳି ଅଧିକାରୀଙ୍କ ଠାରୁ ସେ ପ୍ରକାର ଜ୍ଞାନ ଆହରଣ କରିଛି ଏବଂ ଏହି ଶିକ୍ଷାକୁ କିପରି ବ୍ୟବହାର କରିବାକୁ ଜାଣିଛି, ସେ ବୁଝିପାରିବ କିପରି ଶ୍ରୀକୃଷ୍ଣ ଉଭୟ ଭୌତିକ ଜଗତ ଓ ଚିତ୍ ଜଗତରେ ଥିବା ସମସ୍ତ ପଦାର୍ଥ ଓ ଜୀବଙ୍କର ମୂଳ ଅଟନ୍ତି। ଏଇଟା ଜାଣିବା ହଉଛି ବେଦର ଅନ୍ତିମ ଲକ୍ଷ୍ୟ। ବେଦର ଲକ୍ଷ୍ୟ ହଉଛି ଭଗବାନ କୃଷ୍ଣଙ୍କୁ ଜାଣିବା, ଆଉ ଭଗବାନ କୃଷ୍ଣଙ୍କୁ ଜାଣିବା ମାନେ ସେ ସବୁ କିଛିର ମୂଳ, ଏଇଟା ଜାଣିବା ନା। ସେଇପରି ଯେ ପଣ୍ଡିତ ବ୍ୟକ୍ତି ଯେହେତୁ ସେ ଭଲ ଭାବରେ ଜାଣିଛି, ତେଣୁ ସେ ଭଗବାନଙ୍କର ଦିବ୍ୟ ସେବାରେ ଐକାନ୍ତିକ ଭାବରେ ନିଯୁକ୍ତ ହୋଇଥାଏ। ସେ ଭଗବାନଙ୍କ ଐଶ୍ୱର୍ଯ୍ୟକୁ ବୁଝିପାରିଛି, ତାଙ୍କର ମହିମାକୁ ବୁଝିପାରିଛି, ବିଭୂତିକୁ ବୁଝିପାରିଛି। ସେଥିପାଇଁ ସେ କଣ କରିବ ନା ସର୍ବତ ଭାବରେ ଭଗବାନଙ୍କ ପାଖରେ ଆତ୍ମସମର୍ପଣ। ମୂର୍ଖ ଲୋକ ମାନଙ୍କର ଯେକୌଣସି ଶୁଣିଲେ ମଧ୍ୟ ସେ କଦାପି ମାର୍ଗରୁ ବିଚ୍ୟୁତ ହେବ ନାହିଁ। ପ୍ରଭୁପାଦ ଜାଣି ଶୁଣି କହିଲେ, କାହିଁକି ନା ଆମେ ସମାଜରେ ଭଗବାନ ସମ୍ପର୍କରେ ଭଗବାନଙ୍କ ନିରାକାର ଠୁ ଆରମ୍ଭ କରିକି ଭଗବାନ ନାହାନ୍ତି ଆରମ୍ଭ କରିକି
କୃଷ୍ଣଙ୍କୁ ସମାଲୋଚନା କରିବା ବିଷୟରେ ବି ବହୁତ ଲୋକମାନେ, ଅନ୍ୟ ଧର୍ମ ଲୋକ ତ ଦୂର ଥାଉ, ଆମ ଧର୍ମ ଲୋକମାନେ ବି ଖୁବ୍ ଆଗ୍ରହୀ ଅଛନ୍ତି ଏଥିରେ। ବିଭିନ୍ନ କଥା ସମାଲୋଚନା ଶୁଣିବାକୁ ପଡୁଛି। ପ୍ରଭୁ ପାଦ ଏଠି ସତର୍କ କରିଲେ ଯେ ଭଗବାନଙ୍କର ଏତେ ମହିମା ଶୁଣିବା ପରେ ବି ଯୋଉ ମୂର୍ଖ ମାନେ ଭଗବାନଙ୍କୁ ସମାଲୋଚନା କରୁଛନ୍ତି, ତାଙ୍କ ଦ୍ଵାରା ଆମେ ଏମିତି ହଁ ପ୍ରଭାବିତ ହବାନି, ଆମେ ଭକ୍ତି ମାର୍ଗରୁ ବିଚ୍ୟୁତ ହବାନି। ଏଇଟା ହଉଛି ଆମର ସମସ୍ୟା। ଏ ମାୟାରେ ବି ଗୋଟେ ଚାଲ, ଅଥରଟି ମହାପୁରୁଷ, ମୁନି ଋଷି, ଆଚାର୍ଯ୍ୟ, ସେମାନେ ମାନି ନେଇଥିବା ଭଗବାନଙ୍କର ସ୍ଵୟଂ ମୁଖନିସୃତ ବାଣୀ ଏତେ ପରିମାଣରେ କୁହାଯାଇଛି, ଭଗବାନଙ୍କର ମହିମା ତାଙ୍କର କଥା ଶୁଣିବା ପରେ ବି ଆମମାନେ ସାଧାରଣ ଲୋକଙ୍କର ଗୋଟେ ଅଳ୍ପ କଥାରେ ବିଚଳିତ ହେଇଯାଉଛି। ଏଇଟା ଗୋଟେ ମାୟାକୁ ସାହାଯ୍ୟ କରୁଛି ଆମକୁ ଏ ଜଗତ ରଖିବା ପାଇଁ। ତ ସେଥିପାଇଁ କି ଏଇ ସମସ୍ତ ସମାଲୋଚନା ପ୍ରଭାବରୁ ମୁକ୍ତ ରଖିବାକୁ ହେଲେ ଆମକୁ ନିତ୍ୟଂ ଭାଗବତ ସେବାୟ ଭଗବତ ଉତ୍ତମ ଶ୍ଲୋକେ ଭକ୍ତି ଭଗବତୀ ନୈଷ୍ଠିକ, ଆମକୁ ପ୍ରତିଦିନ ଭଗବାନଙ୍କର ମହିମା ଶୁଣିବାକୁ ପଡିବ, ଭଗବାନଙ୍କ କଥା ଶୁଣିବାକୁ ପଡିବ। ନହେଲେ ଆମର ଏଇ ଦୋଷଯୁକ୍ତ ମନ, ବୁଦ୍ଧି, ଚିନ୍ତାଧାରା ସବୁବେଳେ ଭଗବାନଙ୍କର ବିପରୀତ ମୁଖୀ ହେଇ ଚାଲିବ। ସେ ପ୍ରଭୁପାଦ କହିଲେ, ମୂର୍ଖ ଲୋକମାନଙ୍କର ଯେକୌଣସି ପ୍ରକାର ସମାଲୋଚନା ଶୁଣିଲେ ମଧ୍ୟ ଯେ ଐକାନ୍ତିକ ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛି, ସେ କେବେ ହେଲେ ସେ ମାର୍ଗରୁ ହଁ ବିଚ୍ୟୁତ ହବନି। ସମସ୍ତ ବୈଦିକ ସାହିତ୍ୟ ଏକମତ ଯେ ଶ୍ରୀକୃଷ୍ଣ ହଉଛନ୍ତି ବ୍ରହ୍ମା ଶିବ ଦେବତାଙ୍କର ମୂଳ। ଅଥର ବେଦରେ ଗୋପାଳ ତାପନୀ ଉପନିଷଦରେ କୁହାଯାଇଛି, जो ब्रह्मांडं विदधाति पूर्वम जो वै वेदांश गापयति स्म कृष्ण। ଅର୍ଥାତ୍ ପ୍ରଥମେ ଯେ ବ୍ରହ୍ମାଙ୍କୁ ବୈଦିକ ଜ୍ଞାନ ପ୍ରଦାନ କଲେ ସେ ହେଉଛନ୍ତି ଶ୍ରୀକୃଷ୍ଣ। ସେ ମଧ୍ୟ ଅତୀତରେ ବୈଦିକ ଜ୍ଞାନ ପ୍ରଦାନ କରିଛନ୍ତି। ପୁନର୍ବାର ନାରାୟଣ ଉପନିଷଦରେ କୁହାଯାଇଛି, ଅଥ ପୁରୁଷ ବୈ नारायण कामयत प्रजा सृजयति। ତତ୍ପରେ ପରମ ପୁରୁଷ ନାରାୟଣ ଜୀବ ସୃଷ୍ଟି କରିବାକୁ ଇଚ୍ଛା କଲେ। ଆଉ ଥରେ ପୁଣି କୁହାଯାଇଛି, ନାରାୟଣାତ୍ ବ୍ରହ୍ମ ଜାୟତେ, ନାରାୟଣାତ୍ ପ୍ରଜାପତି ପ୍ରଜାୟତେ, ନାରାୟଣାତ୍ ଇନ୍ଦ୍ର ଜାୟତେ, नारायणात् अष्टवसो जायन्ते, नारायणात् एकादश रुद्र जायन्ते, नारायणात् द्वादश आदित्य। ये जो नारायण ବା କୃଷ୍ଣ, ତାଙ୍କଠାରେ ସବୁ ଦେବତା ମାନେ ଆସିଛନ୍ତି। ହେଲେ ଦ୍ୱାଦଶ ଆଦିତ୍ୟ, ତାପରେ ଏକାଦଶ ରୁଦ୍ର, ତାପରେ ଅଷ୍ଟ ବସୁ। ଏଠି କୁହାହେଲା, ତାପରେ नारायणात् ब्रह्मा जायते, प्रजापति जायते, इंद्र जायते, अष्ट बासव जायन्ते। ये सब देवता माने। खाली हम शुणुले मनु अच्छी 33 कोटी देवता, 33 प्रकार देवता कथा शुणुले। आज भी यही कहुच्छी, ये भगवान उत्पन्न होती। नारायण ठार ब्रह्मा जात होती, नारायण ठार प्रजापति गण जात होती, नारायण ठार इंद्र जात होती, नारायण ठार अष्टवसु जात होती, नारायण ठार एकादश रुद्र जात होती,
ନାରାୟଣର ଦ୍ୱାଦଶ ଆଦିତ୍ୟ ମଧ୍ୟ ଦ୍ୱାଦଶ। ସେଇ ବେଦରେ ପୁନଶ୍ଚ କୁହାଯାଇଛି ବ୍ରହ୍ମଣ୍ୟ ଦେବକୀ ପୁତ୍ର ନାରାୟଣ ଉପନିଷଦରେ ବର୍ଣ୍ଣନା କରାଯାଇଛି। ଦେବକୀ ପୁତ୍ର କୃଷ୍ଣ ହିଁ ବ୍ରହ୍ମଣ୍ୟ ପରମ ପୁରୁଷ ଅଟନ୍ତି। ପୁନଶ୍ଚ କୁହାଯାଇଛି ଯେ ଏକ ବೈ ନାରାୟଣ ଆସିତ୍ न ब्रह्मा न ईश न आप न अग्नि समौ न इमे द्वा पृथ्वी न नक्षत्रेण न सूर्य एक वै नारायण एकमात्र से एकाकी ଥିଲେ ମାତ୍ର ନାରାୟଣ ଥିଲେ। ବୁଝିପାରିଲେ? ସ ଏକାकी ନ ରମ୍ୟତେ ତସ୍ୟ ଧ୍ୟାନାଞ୍ଚ ତସ୍ୟ ଯତ୍ର ଛାନ୍ଦୋଗୈ क्रियमाणाष्टकादि संज्ञका स्तुति स्तम स्तोम स्तोमम उच्यते। अर्थात सृष्टि प्रारंभ में केवल परम पुरुष नारायण ही ଥିଲେ। एक वै नारायण आसित में ଥିଲେ। शिव ब्रह्मा शिव अग्नि आकाश रे चंद्र नक्षत्र सूर्य केही नथिले केवल कृष्ण ही ଥିଲେ जे कि समस्त सृष्टि भियान करचंती एवं उपभोग करती। अनेक पुराण कह जायछि जे श्री जीव श्री शिव शिव जी परम पुरुष भगवान जात होइछंती। वेद मध्य कहे जे भगवान ही ब्रह्मा शिवंकर सृष्टिकर्ता से भगवान ही पूज्य। मुख्य धर्म रे श्री कृष्ण कहते प्रजापतिम च रुद्रम चाप्य अहम एव सुजामि वै तो ही मांग न बिजानी तो मम माया विमोहितो। अर्थात प्रजापतिगण शिव और अन्य माने मो द्वारा सृष्ट होइछंती जेहेतु ସେମାନେ मोर माया शक्ति द्वारा विमोहित ସେମାନେ मोठ जात होइछंती बोली जानती नहीं। बराह पुराण कह नारायण परो देव तस्मात् जात चतुर्मुख। बराह पुराण कथा तस्मात् रुद्र अभवत् देव स च सर्वज्ञता गतम्। नारायण परम पुरुष अटंती। नारायण परम पुरुष देव तस्मात् जात चतुर्मुख तांगठारु चतुर्मुख ब्रह्मा जात होइछंती एवं ब्रह्मांकर शिव तस्मात् रुद्र भवत तापर ब्रह्मांकर हाँ ठारू शिव जात होउछंती। तापर होची शिव तो शिव लोकर सबुल अछंती जेंतिका ब्रह्मांड प्रकाश होइछंती एई भलिया। हाँ जेंतिका राम कृष्ण वामन मंगल धाम सबुले रहिछंती किंतु पिता माता बाध्यबारे এই জগতে ସେ ପ୍ରକାଶିତ ହଉଛନ୍ତି। ଭଗବାନ ଶ୍ରୀକୃଷ୍ଣ ସମସ୍ତ ଜୀବ ବଂଶାବଳୀର ଉତ୍ପସ୍ଥଳ ଅଟନ୍ତି। ସେ ସର୍ବ କାରଣ ଅଟନ୍ତି। ତେଣୁ ସେ କହିଛନ୍ତି ସବୁ ମୋ ଠାରୁ ଜାତ ତେଣୁ ମୁଁ ସମସ୍ତଙ୍କର ମୂଳ କାରଣ। ସମସ୍ତେ ମୋର ଅଧୀନସ୍ଥ କେହି ମୋର ଉପରେ ନାହାନ୍ତି। ଅସୌମର୍ଦ୍ଧ ମୋର ସମାନ କିଏ ନାହାନ୍ତି ମୋର ଊର୍ଦ୍ଧ୍ୱରେ ବି କିଏ ନାହାନ୍ତି। ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କେହି ପରମ ଆରାଧ୍ୟ ନାହାନ୍ତି। आराध्य भगवान ब्रजसुतनय तद्धाम वृंदावनम। हाँ ब्रजसुतनय भगवान श्री कृष्ण को आराधना करवा सर्वश्रेष्ठ। जो व्यक्ति एक उपयुक्त गुरु ठारू वैदिक साहित्य मान ठारू एई प्रकार रे श्रीकृष्ण को जानी पारे तार समस्त शक्ति कृष्ण चेतना रे से विनियोग करे से एक प्रकृत विद्वान व पंडित। कृष्ण चेतन रहिबा लोक होचे यथार्थ पंडित। ये कलि जुग विशेष करके
यज्ञ ही संकीर्तन भजन्ति सुमेधस, यथार्थ पंडित, मेधस माने पंडित, सुमेधस यथार्थ पंडित बड़ पंडित जी कौन करेंगे ना, ए कली जुगे यज्ञ ही संकीर्तन प्राय जंती साधना करेंगे, पूजा करेंगे, उपासना करेंगे। का वो मार्ग रे नहीं, संकीर्तन हरे कृष्ण 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 हरे हरे, हरे राम राम राम, ये कीर्तन माध्यम रे। ହଁ। ତ ସେମାନେ ହଉଛନ୍ତି ଯଥାର୍ଥ ପଣ୍ଡିତ। ତା ତୁଳନାରେ ଅନ୍ୟମାନେ ଯେଉଁମାନେ ଭଲ ଭାବରେ କୃଷ୍ଣକୁ ଜାଣିନାହାନ୍ତି, ନିର୍ଭର ବା ମୂର୍ଖ ଅଟନ୍ତି, ସେପରି ଏକ ମୂର୍ଖ ବ୍ୟକ୍ତି କୃଷ୍ଣଙ୍କୁ ଏକ ସାଧାରଣ ମାନବ ବୋଲି ବିବେଚନା କରେ। ତ ସେଇ ଲୋକଙ୍କ ସଂଖ୍ୟା ଅନେକ ବେଶୀ। ଅନେକ ଅଛନ୍ତି କୃଷ୍ଣଙ୍କ ନାଁ ବି ଶୁଣି ନାହାନ୍ତି, କୃଷ୍ଣଙ୍କ ନାଁ ଶୁଣିଲେ ବି କୃଷ୍ଣ ଭାବେ ଭଲ ଭାବେ ଜାଣନ୍ତିନି। ଅନେକ ଲୋକ ଅଛନ୍ତି ସେ ତ ମୁଁ ଶୁଣିନ ଜାଣିନ ଠିକ ଅଛି, କିନ୍ତୁ କୃଷ୍ଣକୁ ସେମାନେ କଣ କରୁଛନ୍ତି ନା, ତାଙ୍କୁ କ୍ରିଟିସାଇଜ ତାଙ୍କୁ କରୁଛନ୍ତି। ହଁ, ସେଟା ଠିକ ନୁହଁ। ବିଶେଷ କରି ଏଇଭଳିଆ ଯଦି ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ରିଟିସାଇଜ କରିବେ, ମାନେ କଣ ଏଟା ବଙ୍ଗଳା ଶବ୍ଦ ଭୁଲେ ଗଲା, ସମାଲୋଚନା କରିବେ। ହଁ, ତ ସମାଲୋଚନା କରିବେ, ତାହେଲେ ସେଥିରେ ସେ ମୂର୍ଖ, ସେମାନେ ନିର୍ବୋଧ ମୂର୍ଖ, ସାଧାରଣ ମାନବ ବୋଲି ବୋଲିବେ। କିନ୍ତୁ କୃଷି ଚିନ୍ତନଶୀଳ ବ୍ୟକ୍ତି ଏଇ ମୂର୍ଖ ମାନଙ୍କ କଥାରେ ଭ୍ରମିତ ହେବା ଉଚିତ ନୁହେଁ। ସେ ଭଗବତ ଗୀତାର ଅନ୍ୟ ସମସ୍ତ ଭ୍ରମାତ୍ମକ ତଥ୍ୟ ଅସ୍ୱୀକୃତ ଭାଷ୍ୟ ତ୍ୟାଗ କରିବା ଉଚିତ ଏବଂ ଦୃଢ଼ତାର ସହିତ କୃଷ୍ଣ ଚେତନା ମାର୍ଗରେ ଅଗ୍ରଗତି କରିବା ଉଚିତ। ପ୍ରଭୁପାଦ ଏଠି ଆମକୁ ସତର୍କ କରିଦେଲେ, ଆମେ ଭଗବତ ଗୀତାର ଏ ଭାଷ୍ୟ ସେ ଭାଷ୍ୟ ପଢିବା ଠିକ ନୁହଁ। ଯେ ଭଗବତ ଗୀତା ସମ୍ପର୍କରେ ଯେକୌଣସି କଥାକାର ମାନଙ୍କର କଥା ଶୁଣିବା ଠିକ ନୁହଁ। ବ୍ୟାପାର ଯେ କଥାକାର ମାନେ ଯେ ଖରାପ ତା ନୁହଁ, କିନ୍ତୁ ସମସ୍ତଙ୍କର ଭଗବତ ଗୀତାର ବୁଝିବାର ଦୃଷ୍ଟିଭଙ୍ଗୀ ଅଲଗା ଅଲଗା। ସେମାନେ ଭଗବତ ଗୀତାକୁ ନେଇକି ଭଲ କଥା କହୁଛନ୍ତି, କିନ୍ତୁ ଭଗବତ ଗୀତା ତ ଭଲ ମନ୍ଦର ଊର୍ଦ୍ଧ୍ୱରେ। ସେମାନେ ଭଗବତ ଗୀତାର କଥା ହିଁ କହୁଛନ୍ତି, କିନ୍ତୁ ଭଗବତ ଗୀତାରେ ତ ବିଭିନ୍ନ କଥା କୁହାଯାଇଛି। କର୍ମ, ଜ୍ଞାନ, ଧ୍ୟାନ, ଦେବଦେବୀ ପୂଜା ସବୁ କଥା ଭଗବତ ଗୀତାରେ କୁହାଯାଇଛି। ଏଥିରେ କଣ ହବ ନା, ସେମାନେ ଯୋଉ ଦଳର ଲୋକ ସେଇ କଥାଟି କହିବ। ଭଗବାନ କୃଷ୍ଣ ଭଗବତ ଗୀତାର ମଧ୍ୟ ଯେ ଅସଲ କଥା ଚାହିଁଛନ୍ତି, ଜୀବ ତାଙ୍କ ପାଖରେ ଆତ୍ମସମର୍ପଣ କରୁ, ସେ କଥା ବେଶୀ ଆଲୋଚନା ହବନି। ତ ସେଠି ସୁଯୋଗ ରହିଛି ଯେ ଆମେ ଯଦି ଯେକୌଣସି ଲୋକଙ୍କର ଭାଷ୍ୟ ଶ୍ରବଣ କରିବା, ତାହେଲେ ଆମେ ତ ଠିକ ରହ, ସେଇଟା ମନେ ହୁଏ ଠିକ। ଏଥିରେ କଣ ହବ ନା, ଭଗବାନ କୃଷ୍ଣଙ୍କ ପ୍ରତି ଆମର ଭରସା କମିଯିବ, କୃଷ୍ଣ ଭକ୍ତିଟା ପ୍ରଶମିତ ହେଇଯିବ, କମିଯିବ। ବୁଝିପାରିଲେ? ସେଇଥିପାଇଁ କି ଭଗବାନ କହିଲେ ମच्चित्त ମଦ୍ଗତ ପ୍ରାଣ ବଧ୍ୟନ୍ତ ପରସ୍ପରମ୍ କଥୟନ୍ତ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି। ମच्चित्त ସମ୍ପୂର୍ଣ୍ଣ ରୂପେ ମୋ ଠାରେ ନିଯୁକ୍ତ ମନ, ମଦ୍ଗତ ପ୍ରାଣ, ପ୍ରାଣ ଅର୍ପଣ କରିଛନ୍ତି ଭଗବାନଙ୍କ ଶ୍ରୀକୃଷ୍ଣ। ମच्चित्त ଚିତ୍ତ ଅର୍ପଣ କରିଛନ୍ତି, ମନ ଅର୍ପଣ କରିଛନ୍ତି, ମଦ୍ଗତ ପ୍ରାଣ, ପ୍ରାଣ ଅର୍ପଣ, ବୋଧୟନ୍ତ ପରସ୍ପରମ୍ ପରସ୍ପର ମଧ୍ୟରେ ଆଲୋଚନା କରିବେ, ପ୍ରଚାର କରିବେ। ହଁ, ଆଲୋଚନା କରିବେ, ପ୍ରଚାର କରିବେ। କଥୟନ୍ତ च ମାଂ ନିତ୍ୟଂ, ହଁ, କଥାବାର୍ତ୍ତା ମଧ୍ୟ ମୋ ସମ୍ପର୍କ ନିତ୍ୟମ୍ ସବୁ ସମୟରେ ତୁଷ୍ୟନ୍ତି ଚ ରମନ୍ତି। କାଲି ଆମେ ଏଟା ଶ୍ରବଣ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ। ତ ମୁଁ ଏଠି ମୀରା ରୋଡରେ
এই থেରାପି ନଉଛି ପ୍ରତିଦିନ 2 ଘଣ୍ଟା ଲେଖା। এই ହାର୍ଟ ବ୍ଲକେଜ, ମୋର ଯୋଉ ହାର୍ଟ ବ୍ଲକେଜ ଅଛି ସେଥିପାଇଁ କି 70-80% ତ ହାର୍ଟ ସର୍ଜରୀ ନ କରିକି ମୁଁ ଚେଷ୍ଟା କରୁଛି ଯେ ଏଥିରେ ଯଦି ଭଲ ହେଇପାରେ ତ ସପ୍ତାହରେ 6 ଦିନ ଏଇ ଟ୍ରିଟମେଣ୍ଟଟା ହୁଏ। ରବିବାରଟା ଆଜି ଛୁଟି ଅଛି, ସେଥିପାଇଁ କି ମୁଁ ଆଜି ଯିବି ଚୌପଟିରେ ରାଧା ଗୋପୀନାଥ ମନ୍ଦିର ରହିଛି, ଶ୍ରୀ ରାଧାନାଥ ସ୍ୱାମୀ ମହାରାଜଙ୍କର ମୁଖ୍ୟ କେନ୍ଦ୍ର। ତ ସେଠାରେ ଭାଗବତ କଥା କହିବାର ଅଛି। ଏଠି ପୁରା ଘଣ୍ଟେ 1.5 ଘଣ୍ଟା ଡ୍ରାଇଭିଂ ଅଛି। ସେଥିପାଇଁ କି ଆମେ ସାମାନ୍ୟ କିଛି ଚୈତନ୍ୟ ଚରିତାମୃତ କଥା ଶ୍ରବଣ କରିବା। ହଁ, ତାପରେ ପୁଣି କାଲିଠୁ ଆରମ୍ଭ କରିବା।